जय जगन्नाथ आपण मानकु प्रज्योतिष वालକୁ ସ୍ୱାଗତ। ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଆମର ଅକ୍ଷୟ ତୃତୀୟା ପଡ଼ି ଆଉ ଅକ୍ଷୟ ତୃତୀୟା ଦିନ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ପଞ୍ଜିକାରୁ ଦେଖେଇ ଦେଉଛି ହିଁ ଅକ୍ଷୟ ତୃତୀୟା ଦିନ ଆମର ଶ୍ରୀମନ୍ଦିରରେ ମଧ୍ୟ ଅକ୍ଷୟ ତୃତୀୟା ହୁଏ। ତା ସହିତ ଚନ୍ଦନ ଯାତ୍ରା ଆମର ସେଇ ଦିନ ଠାରୁ ଆରମ୍ଭ କରାଯାଏ। ତା ସହିତ ରଥ ଅନୁକୂଳ ମଧ୍ୟ ସେଇ ଦିନ ହେଇଥାଏ। ତା ସହିତ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଆମର ପରଶୁରାମ ମଧ୍ୟ ସେଦିନ ଜନ୍ମତିଥି ସେଥିପାଇଁ ସେଦିନ ପରଶୁରାମ ଜୟନ୍ତୀ ମଧ୍ୟ ପାଳନ କରାଯାଏ। ଏଇ ବର୍ଷ ମାନେ 2024 ବର୍ଷରେ ଆମର 10 ମେ ଶୁକ୍ରବାର ଦିନ 10 ମେ ଶୁକ୍ରବାର ଦିନ ଆମର ଅକ୍ଷୟ ତୃତୀୟା ରହୁଛି। ଅକ୍ଷୟ ତୃତୀୟା ପଡୁଛି। ଆପଣଙ୍କୁ ଯଦି ଇଂରାଜୀ ମାସ ଅନୁସାରେ କହିବି ତାହେଲେ ମେ 10ରେ ଶୁକ୍ରବାର ଦିନ ଆପଣଙ୍କର ଅକ୍ଷୟ ତୃତୀୟା ପଡୁଛି। ତ ଅକ୍ଷୟ ତୃତୀୟା ଦେଖନ୍ତୁ, ଅକ୍ଷୟ ତୃତୀୟା ଅକ୍ଷୟ ମାନେ ବୁଝ, ତୃତୀୟା ମାନେ ତୃତୀୟା ତିଥି, ଅକ୍ଷୟ ମାନେ ଯେଉଁଟା କ୍ଷୟ ହେବ ନାହିଁ। ଆପଣ କ୍ଷୟ ହେବ ନାହିଁ। କ'ଣ କ୍ଷୟ ହେବନି? ଆପଣଙ୍କ କର୍ମର ଫଳ ଆପଣଙ୍କୁ କ୍ଷୟ ହେବ ନାହିଁ। ଆପଣ ସେଦିନ ସେଇ ଗୋଟିଏ ଦିନ ଆପଣ ଯେକୌଣସି କର୍ମ କରିଥାନ୍ତୁ, ଯଦି ଆପଣ ଭଲ କର୍ମ କରୁଛନ୍ତି ତ ଭଲ କର୍ମର ଫଳ ଆପଣଙ୍କୁ ଭଲ ହିଁ ମିଳିବ, ଖରାପ କର୍ମର ଫଳ ଆପଣଙ୍କୁ ଖରାପ ହିଁ ମିଳିବ। କିନ୍ତୁ ସେଇ କର୍ମର ଫଳ ଭଲ ହେଉ କି ଖରାପ ସେଇଟା କେବେ କ୍ଷୟ ହେବ ନାହିଁ। ଦେଖନ୍ତୁ ମୁଁ ଆପଣଙ୍କୁ ଏକ୍ଜାମ୍ପଲ ଦେଇକିନା କହୁଛି, ଆପଣଙ୍କୁ କ'ଣ କେମିତି ଆପଣ ବୁଝିପାରୁନଥିବେ କ୍ଷୟ କ'ଣ। ଆମର ତ ଫଳଟା ସବୁ କ୍ଷୟ ହେଇଯାଏ, ତ ଏଟା କେମିତି ଅକ୍ଷୟ ରହିବ? ଦେଖନ୍ତୁ ଆପଣ ଧରକ ଗୋଟେ ଭଲ ମାନେ ଆପଣ ଜୀବନ ସାରା ଭଲ କାମ କଲେ, ଠିକ୍ ହେଲେ ବର୍ଷକ 12 ମାସ ଭିତରେ ଆପଣଙ୍କ 365 ଦିନରେ ଆପଣ 365ଟି ଭଲ କାମ କରୁଛନ୍ତି। ତ ତା ଭିତରେ ଆପଣ କ'ଣ କରୁଛନ୍ତି? ଧରକ ମୁଁ ଆପଣ ଏବେ 300ଟି ଆପଣ ଭଲ କାମ କରୁଛନ୍ତି, କିନ୍ତୁ ତା ଭିତରେ ଆପଣ 200ଟି ଖରାପ କାମ କରୁଛନ୍ତି। ତ 300 ମାଇନସ୍ 200 ତ କେତେ ହେଲା? ଆପଣଙ୍କର ମାନେ ଆପଣ ଯଦି କିଛି କାଲକୁଲେସନ୍ ହେବ, ଆପଣଙ୍କର ଯେତେବେଳେ ଆପଣ ମରିଯିବେ କି ଆପଣଙ୍କୁ ଯଦି କିଛି ଦଣ୍ଡ ମିଳିବ କି କିଛି ଅସୁବିଧା ହେଉଛି, ତ ଭଗବାନ ଏମିତି କରିବେ ତ 300 ଭଲ କାମ କରୁଛି, 200 ଖରାପ କାମ କରୁଛି, ତ 100 ଆହୁରି ଏକ୍ସଟ୍ରା ଆପଣଙ୍କର ଭଲ କର୍ମର ଫଳ ଆପଣଙ୍କୁ ମିଳିବ। ତ ସେଇଟା କ୍ଷୟ ହେଇଯାଉଛି। ଆପଣଙ୍କ ଭଲ କର୍ମର ଫଳ ଆପଣଙ୍କ ଖରାପ କର୍ମକୁ ମାଇନସ୍ କରିକିନା ଆପଣଙ୍କୁ ଯାହା ଯେତିକି ରହିବ, ତ ଆପଣ ଯଦି ଭଲ କର୍ମ 100 କରିଛନ୍ତି ତ ଖରାପ କାମ ଆପଣଙ୍କୁ 200 କରିଛନ୍ତି, ତାପରେ ଆପଣଙ୍କ ଏକ୍ସଟ୍ରା ଆହୁରି ଖରାପ କାମ 100 ରହିଲା। ଠିକ୍ ଅଛି, ଆପଣଙ୍କ ମାନେ କ୍ଷୟ ହେଇଯାଉଛି, ମାନେ ଭଲ କର୍ମ ଖରାପ କର୍ମ ଉପରେ ହାବି ହେଇଯାଉଛି। ଠିକ୍ ଅଛି, କିନ୍ତୁ ଅକ୍ଷୟ ତୃତୀୟାରେ ମୁଁ ଆପଣଙ୍କୁ କହିଲି, ଅକ୍ଷୟ ତୃତୀୟାରେ ଆପଣ ଯଦି କୌଣସି କର୍ମ କରୁଛନ୍ତି, ଆପଣ ଯଦି ଅକ୍ଷୟ ତୃତୀୟା ଦିନ 10ଟି ଭଲ କାମ କରୁଛନ୍ତି ତ 10ଟି ଫଳ ମିଳିବ। ତ ସେଇ ଫଳ ଆପଣଙ୍କ ଜୀବନ ସାରା ପୁରା ମରିବା ପର୍ଯ୍ୟନ୍ତ ଆପଣଙ୍କୁ ସେଇ ଫଳ କେବେ ବି ମାଇନସ୍ ହେବନି। ଠିକ୍ ଅଛି, ଖରାପ କର୍ମ ଆପଣଙ୍କ ସେଇ ଫଳଟା ସବୁବେଳେ ସେମିତି ହିଁ ରହିବ। ଆପଣ ଏବେ ବୁଝିପାରୁଥିବେ, ସେଇ କର୍ମର ଫଳ ଆପଣଙ୍କୁ କେବେ କଟିବନି। ସେଇ କର୍ମର ଫଳ ଆପଣ ମିଳିବ। ସେଇ ଆପଣ ଯଦି ଭଲ କଲେ ଭଲ ମିଳିବ, ଖରାପ କଲେ ଖରାପ ମିଳିବ। ଏ ଜନ୍ମରେ ନ ମିଳିଲେ ମଧ୍ୟ ଆପଣଙ୍କୁ ଆର ଜନ୍ମରେ ମିଳିବ। ସେଇଥିପାଇଁ ଅକ୍ଷୟ ତୃତୀୟାରେ ଆପଣ ଯାହା କରିବେ ଭାବିଚିନ୍ତି କରିବେ, କାରଣ ସେଇ ଫଳର କର୍ମ ଆପଣଙ୍କୁ କେବେ ବି କ୍ଷୟ ହେବନି। ତା ସହିତ ଏଇ ଦିନଟି ଅକ୍ଷୟ ତୃତୀୟା ଦିନ ବହୁତ ଭଲ। ତ ସେଦିନ ଆପଣଙ୍କ ତୃତୀୟା ତିଥି ସ୍ନାନ ଦାନ ତା ସହିତ ହୋମ, ଯଦି ଆପଣ ଇତ୍ୟାଦି ହୋମ ଯଦି ଆପଣ କରୁଛନ୍ତି, ସ୍ନାନ ଦାନ ହୋମାଦି ଦ୍ୱାରା ଆପଣ ଅକ୍ଷୟ ପୁଣ୍ୟ ଲାଭ ମଧ୍ୟ କରିପାରିବେ। ତା ସହିତ ସେଦିନ ଅନୁକୂଳର ଦିନ ବହୁତ ଶୁଭ ଦିନ। ସେଦିନ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ତା ସହିତ ରଥଯାତ୍ରା ନିମନ୍ତେ ଯେଉଁ ରଥ କାଠ କାମ ମଧ୍ୟ ସେଇଦିନ ଅନୁକୂଳ ହୁଏ। ତା ସହିତ ଦେଖନ୍ତୁ ମୁଁ ଆପଣଙ୍କୁ ପାଞ୍ଜିରୁ ହିଁ ଦେଖେଇ ଦେଉଛି, ସେଦିନ ଦେବତା ଗଠନ, ଅନ୍ନପ୍ରସନ୍ନ, ବୃକ୍ଷାରୋପଣ, ନବାନ୍ନ, ନୌକା ଗଠନ, ରାଜା ଦର୍ଶନ, ଦୀକ୍ଷା ଗ୍ରହଣ, ଔଷଧକରଣ, ବାଣିଜ୍ୟକରଣ, ନୌକାଚାରଣ, ନାମକରଣ, ଅଳଙ୍କାର ଭୂଷଣ, ଔଷଧ ସେବନ, ଦେଖନ୍ତୁ ସବୁ ଶୁଭ କାର୍ଯ୍ୟ ସେଇଦିନ ଆପଣ କରିପାରିବେ। ଆପଣ ଯଦି କିଛି ଭାବୁଛନ୍ତି ମୁଁ ଶୁଭ କାମ କରିବି, ତ ସେଇ ଦିନ ଠାରୁ ଭଲ ଦିନ ଆଉ କିଛି ନାହିଁ। ଆପଣ ଯେକୌଣସି ଶୁଭ କାମ କରିପାରିବେ। କିନ୍ତୁ ଏଇ ଦିନରେ ଆପଣ ପୋଟଳ ଖାଇବେ ନାହିଁ। ପୋଟଳ ସେଦିନ ଆମିଷ ସହିତ ସଦୃଶ, ସେଥିପାଇଁ ସେଦିନ ଆପଣ ପୋଟଳ ଖାଆନ୍ତୁ ନାହିଁ। ଦେଖନ୍ତୁ ତାପରେ ରହିଲା ଅକ୍ଷୟ ତୃତୀୟା ଦିନ ଆପଣ
କେମିତି ଭଗବାନଙ୍କୁ ପୂଜା କରିବେ, କ'ଣ ରହିଛି ଅକ୍ଷୟ ତୃତୀୟାରେ ପୂଜା ବିଧି, ତା ସହିତ ଏଇ ଦିନ କିଛି ଅକ୍ଷୟ ତୃତୀୟା ମାନେ ବହୁତ ବଡ଼ ଦିନ, ତ ସେଦିନ କେମିତି କ'ଣ ପୂଜା କଲେ କ'ଣ କଲେ ଆପଣଙ୍କୁ ଲକ୍ଷ୍ମୀ ପ୍ରାପ୍ତି ହେଇପାରିବ, ମା ଲକ୍ଷ୍ମୀ ଆପଣଙ୍କୁ ପ୍ରାପ୍ତି ହେବେ, ଆପଣଙ୍କ ଦୁଃଖ ଶୁଣିବେ, ଆପଣଙ୍କ କଷ୍ଟ ଶୁଣିବେ। ମୁଁ ଆପଣଙ୍କୁ କିଛି କହୁଛି। ଦେଖନ୍ତୁ, ଆପଣ ସେଦିନ ତା ପୂର୍ବ ଦିନରୁ ଘର ପୁରା ଭଲ ଭାବରେ ଧୁଆ ପୋଛା କରିଦେବି। ଆପଣ ଯେମିତି ଯଦି ଚିତା ପକାଉଛନ୍ତି ଚିତା ପକାଇ ପାରିବେ, ନହେଲେ ଆପଣ ଟିକେ ମୁରୁଜ ପକାଇବେ, କାରଣ ମାଆଙ୍କୁ ମୁରୁଜ ବହୁତ ପସନ୍ଦ। ତ ସେଦିନ ଆପଣ ମୁରୁଜ ଟିକେ ଘର ବାହାରେ ଆପଣଙ୍କର ଘର ସାମ୍ନାରେ ବି ମୁରୁଜ ପକାଇ ପାରିବେ। ତାପରେ ଆପଣ ମାନେ ପୁରା ପରିବେଶକୁ ଭଲ ଭାବରେ ଶୁଦ୍ଧ କରିବେ। ଆପଣ ନିଜେ ମଧ୍ୟ ବ୍ରହ୍ମ ମୁହୂର୍ତ୍ତରେ ଉଠିକରି ଟିକେ ଜଲ୍ଦି ଉଠି ପଡ଼ିବେ। ଉଠିକରି ଗାଧୋଇ ଆପଣ କ'ଣ କରିବେ, ପୁରା ଧୁଆ ପୋଷାକ ଧୁଆ ସେଦିନ ଆପଣ କେଉଁ ରଙ୍ଗର ବସ୍ତ୍ର ପିନ୍ଧିପାରିବେ, ମହିଳାମାନେ ବିଶେଷ କରି ଆପଣ ଧଳା କିମ୍ବା ହଳଦିଆ କି ହାଲକା ଗୋଲାପୀ ରଙ୍ଗ, ଗାଢ଼ା କଲର୍ ପିନ୍ଧିବେ ନାହିଁ। ମାନେ ଟିକେ ଫିକା ରଙ୍ଗର ଆପଣ ସେଦିନ ବସ୍ତ୍ର ପରିଧାନ, ଲୁଗା ହଉ କି ବସ୍ତ୍ର ହଉ, ଆପଣ ସେଦିନ ପରିଧାନ କରିପାରିବେ। ପରିଧାନ କରିସାରିଲା ପରେ ଆପଣ କ'ଣ କରିବେ, ସେଦିନ ପ୍ରଥମେ କଳସ ସ୍ଥାପନା, ମୁଁ ଆପଣଙ୍କୁ ପୂର୍ବ ଭିଡ଼ିଓରେ ବହୁତ କହିଛି, ତ କଳସ ସ୍ଥାପନା କରିବେ। କଳସ ସ୍ଥାପନା କରିବେ, ତାପରେ ଆପଣଙ୍କର ସେଦିନ ମା ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କୁ ପୂଜା କରିବେ, ତା ସହିତ କୁବେର ଦେବତାଙ୍କୁ ମଧ୍ୟ ପୂଜା କରିବେ, ତା ସହିତ ଶ୍ରୀ ଗଣେଶଙ୍କୁ ମଧ୍ୟ ପୂଜା କରିବେ। ଯେମିତି ପଞ୍ଚ ଉପଚାରରେ ଆପଣ ଘରେ ପୂଜା କରନ୍ତି ସେମିତି ପୂଜା କରିବେ। ଆପଣଙ୍କ ପାଖରେ ମା ଲକ୍ଷ୍ମୀଙ୍କର ତ କିଛି ବି ପ୍ରତିମା ଥାଇପାରେ। ଯଦି ଭଗବାନ ବିଷ୍ଣୁଙ୍କର କିଛି ପ୍ରତିମା, ନାରାୟଣଙ୍କ ଯଦି ଫଟୋ ନାହିଁ, ଆପଣଙ୍କ କି ପ୍ରତିମା ନାହିଁ, ତାହେଲେ ଆପଣ ଜଗନ୍ନାଥ ହୁଅନ୍ତୁ କି ଭଗବାନ ତାଙ୍କର ଯେକୌଣସି ଅବତାରକୁ ଆପଣ ସେଦିନ ପୂଜା କରିପାରିବେ। ତ ଆପଣଙ୍କ ପାଖରେ ଯଦି ଭଗବାନ ନାରାୟଣ ଆଉ ମା ଲକ୍ଷ୍ମୀଙ୍କର ଯଦି ପ୍ରତିମାରେ ଅଛି, ତାଙ୍କୁ ପ୍ରଥମେ ପଞ୍ଚାମୃତରେ ସ୍ନାନ କରାଇଦେବେ। ହଳଦୀରେ ମାଙ୍କୁ ସ୍ନାନ କରାଇଦେବେ। ତା ସହିତ ଆପଣ ପଞ୍ଚାମୃତରେ ସ୍ନାନ କରି ଶୁଦ୍ଧ ଜଳ ଗଙ୍ଗା ଜଳରେ ଆପଣ ସ୍ନାନ କରାଇଦେବେ। ସ୍ନାନ କରିସାରିଲା ପରେ ତାଙ୍କୁ ବସ୍ତ୍ର ପରିଧାନ କରିବା ପାଇଁ ଦେବେ। ମାଙ୍କୁ ଆଉ ଭଗବାନ ବିଷ୍ଣୁଙ୍କୁ ଧଳା, ହଳଦିଆ, ଗୋଲାପୀ ରଙ୍ଗର ଫୁଲ ମଧ୍ୟ ଅର୍ପଣ ଆପଣ କରିପାରିବେ। ମାଙ୍କର ପଦ୍ମ ଫୁଲ ପସନ୍ଦ, ତା ସହିତ ଅଁଳା ପତ୍ର, ବେଲପତ୍ର ମଧ୍ୟ ଅର୍ପଣ କରିପାରିବେ। ଦୁବପତ୍ର ମଧ୍ୟ ଅର୍ପଣ କରିପାରିବେ। ତା ସହିତ ଆପଣ ଅକ୍ଷତ ମଧ୍ୟ ସେଦିନ ଅର୍ପଣ କରିବେ, କିନ୍ତୁ ମନ୍ଦାର ସହିତ ଅପରାଜିତା ଅର୍ପଣ କରିବେନି, କାରଣ ଭଗବାନ ବିଷ୍ଣୁ ହୁଅନ୍ତୁ କି ମା ଲକ୍ଷ୍ମୀ ହୁଅନ୍ତୁ, ତାଙ୍କୁ ମନ୍ଦାର, ଅପରାଜିତା ଏହିପରି ଫୁଲ ତାଙ୍କୁ ଅର୍ପଣ କରାଯାଏ ନାହିଁ। ତେଣୁକରି ସେ ଅର୍ପଣ କରିବେନି। ତା ସହିତ ଆପଣ ସେଦିନ ନୈବେଦ୍ୟ ମାନେ ଆପଣ ଭୋଗ ଲଗେଇବେ। ତ ଭୋଗରେ ଆପଣ ଯାହା ଫଳମୂଳ ଯାହା ଭୋଗ ଲଗାଉଛନ୍ତି ଲଗାନ୍ତୁ, କିନ୍ତୁ ସେଦିନ ଯଦି ଆପଣ କାକୁଡ଼ି, ତା ସହିତ ଆପଣ ଯେଉଁ ଗହମର କିଛି ଜିନିଷ ବନେଇକିନା ମଧ୍ୟ ଆପଣ ଯଦି ଭୋଗ ଲଗାଉଛନ୍ତି, ତାହେଲେ ମଧ୍ୟ ବହୁତ ଶୁଭ। ତ କାକୁଡ଼ି ଆଉ ଗହମର କିଛି ଜିନିଷ, ମିଠା ଜିନିଷ ଆପଣ ସେଦିନ ଭୋଗରେ ଲଗାନ୍ତୁ। କ୍ଷୀରି ମଧ୍ୟ କରି ଭୋଗରେ ଲଗାନ୍ତୁ। ଏହିପରି ଭାବରେ ଆପଣ ପୂଜା କରିପାରିବେ। ଆପଣ ଯଦି କୁବେର ଦେବତାଙ୍କର ଫଟୋ ନାହିଁ, ତାହେଲେ ଗୁଆରେ ଆପଣ ପୂଜା ମଧ୍ୟ କରିପାରିବେ, କିଛି ଅସୁବିଧା ନାହିଁ। ତ ଦୀପ ଧୂପ ଲଗାଇ ଆପଣଙ୍କର ପଞ୍ଚ ଉପଚାରରେ ଆପଣ ପୂଜା କରିବେ। ଠିକ୍ ଅଛି, ପଞ୍ଚ ଉପଚାରରେ ପୂଜା କରିବେ। ପୂଜା କରିସାରିଲା ପରେ ମା ଲକ୍ଷ୍ମୀଙ୍କର ମନ୍ତ୍ର ପଢ଼ିବେ, ଭଗବାନ ବିଷ୍ଣୁଙ୍କର ମନ୍ତ୍ର ପଢ଼ିବେ। ମନ୍ତ୍ର ପଢ଼ିଲେ ଏହିପରି ଭାବରେ ମା ଲକ୍ଷ୍ମୀଙ୍କୁ ପୂଜା କଲେ ତ ଆପଣଙ୍କ ମା ଲକ୍ଷ୍ମୀ ଖୁସି ହେବେ, ଲକ୍ଷ୍ମୀ ପ୍ରାପ୍ତି ହେବ। ଆପଣଙ୍କ ଘର ଦାରିଦ୍ରତା ଦୂର ହେବ, ଆପଣ ଧନ, ସୁଖ, ସମୃଦ୍ଧି ଆପଣଙ୍କୁ ପ୍ରାପ୍ତ ମଧ୍ୟ ରହିବ। ତା ସହିତ ସେଦିନ ଆପଣ କିଛି ଦାନ ମଧ୍ୟ କରିପାରିବେ। ଆପଣ ଯେଉଁ ଦାନ ମାନେ ଆପଣଙ୍କ ଖୁସି ଦାନ ମାନେ ବହୁତ କିଛି, ହଁ ମୋ ପାଖରେ ଯାହା ପାଖରେ ଅଛି ସେ ବହୁତ କିଛି ଦାନ କରିପାରିବ। ଯାହା ପାଖରେ ନାହିଁ, ଆପଣ ସାମର୍ଥ୍ୟ ଅନୁସାରେ କିଛି ନା କିଛି ଦାନ କରିପାରିବେ। ସେଦିନ କାହାକୁ ଜଳ ଦାନ କରିପାରିବେ, କି ଆପଣ ଅନ୍ନ ଦାନ କରିପାରିବେ, ନହେଲେ ଆପଣ ଚପଲ ହଉ କି ଛତା ହଉ, କାହାକୁ କୌଣସି ଭିକାରୀ ହଉ କି କାହାକୁ ଯାହାକୁ ଦରକାର ମଧ୍ୟ କିଛି ଆପଣ ଅର୍ପଣ କରିପାରିବେ। ଯଦି କିଛି ବି ଆପଣ ଦାନ କରିପାରୁନାହାନ୍ତି, ତାହେଲେ ଆପଣ ଭଗବାନଙ୍କୁ କହିବେ, ମୋ ପାଖରେ କିଛି ନାହିଁ ପ୍ରଭୁ, ମୁଁ କିଛି ଦାନ କରିପାରୁନି, ମୋତେ କ୍ଷମା କରିବେ। କିନ୍ତୁ ସେଦିନ ଆପଣ କାହାକୁ କଟୁ କଥା କହିବେ ନାହିଁ, କାରଣ ଆପଣ ଦାନ କରୁଛନ୍ତି, କଟୁ କଥା କହିଦେଉଛନ୍ତି ମାନେ ସେଇଥିରେ ଆପଣଙ୍କ ତ ଫଳଟା ଖରାପ ହେଇଗଲା। ଦାନ ଧର୍ମ, ଆପଣଙ୍କ ଗୁରୁଜନମାନଙ୍କର ସେବା କରିବେ। ଯଦି ଆପଣ କିଛି କରିପାରୁନାହାନ୍ତି, ଗୁରୁଜନମାନଙ୍କର ସେବା କରିବେ। ଟିକେ ମନ୍ଦିର ଯାଇକିନା ତାଙ୍କ ମନ୍ଦିର ବେଢ଼ା ଟିକେ ପହଁରା କରିଦେବେ। ଭଗବାନଙ୍କର ଯେଉଁ ଦୀପ ସବୁ ଲାଗିଯାଇଥିବ, ଯଦି ଲିଭି ଯାଉଥିବ, ତାକୁ ମଧ୍ୟ ଜଳେଇ ପାରିବେ। କୌଣସି ଉପରେ ଆପଣ ଭଗବାନଙ୍କ ନାମ ନେବେ, ତାଙ୍କ
ତାଙ୍କ କଥା ଶୁଣିବେ, ତାଙ୍କ ଯେକୌଣସି କାମ ଆପଣ କରିପାରିବେ। ଠିକ୍ ଅଛି, ଏହିପରି ଭାବରେ ଆପଣ ଅକ୍ଷୟ ତୃତୀୟାର ପୂଜା କରିପାରିବେ। ଦେଖନ୍ତୁ ମୁଁ ଆପଣଙ୍କୁ ଶୁଭ ମୁହୂର୍ତ୍ତ କହିଦେଉଛି, ଶୁଭ ବେଳା କହିଦେଉଛି। ସକାଳ 5ଟାରୁ ମାନେ ସକାଳୁ ଆମର ସୂର୍ଯ୍ୟୋଦୟ ହେଉଛି 5ଟା 16 ତ 5ଟା 16ରୁ 6ଟା 53 ମଧ୍ୟରେ ଗୋଟେ ଭଲ ତିଥି ରହିଛି। ତାପରେ ସକାଳ 7ଟା 40ରୁ 10ଟା 40 ମଧ୍ୟରେ ମଧ୍ୟ ଗୋଟେ ଭଲ ତିଥି ରହିଛି। ତାପରେ ଅପରାହ୍ନ 12ଟା 28ରୁ 2ଟା 4 ମଧ୍ୟରେ ଗୋଟେ ରହିଛି। ତାପରେ ଅପରାହ୍ନ 3ଟା 40ରୁ 5ଟା 16 ମଧ୍ୟରେ ଗୋଟେ ଭଲ ତିଥି ରହିଛି। ତ ଏଇ ତିଥିରେ ଆପଣ ଯଦି କିଛି ଶୁଭ କାମ କରିବାକୁ ଚାହୁଁଛନ୍ତି ମଧ୍ୟ କରିପାରିବେ। ତା ସହିତ ଅଶୁଭ ବେଳା ଆପଣଙ୍କର କି କାଳ ବେଳା ଆପଣ ରହୁଛି ସକାଳ 8ଟା 26ରୁ ଆପଣଙ୍କର 11ଟା 42 ମଧ୍ୟରେ ରହୁଛି। ଆପଣ ଯଦି କୌଣସି ଶୁଭ କାର୍ଯ୍ୟ ଭାବୁଛନ୍ତି କରିବେ ବୋଲି ସେଦିନ, ତ ସକାଳ 8ଟା 26ରୁ 11ଟା 42 ମଧ୍ୟରେ ଆପଣ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ, କାରଣ ସେହି ସମୟରେ ଆପଣଙ୍କ କାଳ ବେଳା କି ଅଶୁଭ ବେଳା ଆପଣଙ୍କର ରହୁଛି। ଆଶା କରୁଛି ଆପଣ ଏଇ ଭିଡ଼ିଓରୁ କିଛି ନା କିଛି ଜାଣିବାକୁ ପାଇଥିବେ। ଯଦି ଆପଣ ଏମିତି ନୂଆ ନୂଆ ଭିଡ଼ିଓ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।